शुणव कौन मत बुझेब शुण से लोकटा आम जीवन को बचाक जा गाड़ी आगे चलीगला और से गाड़ी वाला एत जोर धक्का मारा 10 हाथ दूर में पड़ी तार अवस्था कौन अच्छी बची कि मरी देखा आम कौन कर्तव्य नुहे। अरे तुम से लोक कथा चिंता करुवा बेले मु आम दुई जन कथा चिंता करुची माने जो माने से गाड़ी चढ़े आमको मारिदेवा चेष्टा करते से माने पुणी थे आसी आम गाड़ी चढ़े मारिदेवे चलो जिते शीघ्र पारिबा आमे सेते शीघ्र चली जीवा भलो चली जा तुमे हेले मु जीविनी मु से लोकड़ा रखु जीवी से लोकड़ा को मु देखिबी से बंची कि मरिची ता अवस्था कोन अछि ताको मु भलो भाबरे देखिबी ए शहर एते अभिलोकी लोक उडाको से लोकड़ा रक्ताक्त होई पड़िची के फोटो उठाउची तो के वीडियो करूची ताको केई भी के मेडिकल ले जाउनाती मु ताको मेडिकल लेके जीवी हां हां मु ताको मेडिकल लेके जीवी अरे से बंची थिले न नहीं ताकर किछि भी होबनी। अरे से मनुष्य नुहे से जड़े देवता से अन्य मान जीवन रक्षा करने को आसी मृत्यु छुईवा तो दूर कथा छाई भी मारी पारे नहीं किसी हेनी किसी हेनी। अरे तुम बुझुना कहीं आम हाथ 15 मिनट टाइम रहा तुम्हें मो कथा जानी पार्छ ना नहीं। अरे आम हाथ 10 मिनट समय रहा सेपटे लेट है ट्रेन छाड़देव तुम मेडिकल ले गले तुम किसी असुविधा होनी किए सी तुमको विपद पकईदेवनी जाच सी रक्ताक्त हो पड़ी से किए तुम भौणी स्वामी क्षति हो जाए तुम भौणी अवस्था कौन चिंता कर देखो देखो राधा तुम प्रकृत स्वामी हूँ मो नुहे तुम प्रकृत स्वामी हूँ से गौरा दास तुम पेटरे बढ़ुवा पिलार बापा हूँ से गौरा दास। अरे तुम मनीष ना गोटे अमनीष से मनीष न मारिक भी आज दोषी हो जाए तुम स्त्री को आश्रय देती तुमने मेडिकल नहीं पारुन एकदम चुप कौन कहवाक चाहो तुम्हें बाबू मैंने गाड़ी उठा
ଡକ୍ଟର କିଛି କହିପାରୁନାହାନ୍ତି ଭାଉଜ। କାହିଁକି କଣ ହେଇଛି ତମ ସାଙ୍ଗର? କିଛି କୁହ ଶେଷରେ, କିଛି କୁହ ମତେ। ସବୁ ସେଇ ଉପର ବାଲା ଭରସା ଭାଉଜ, ସବୁ ସେଇ ଉପର ବାଲା। ଏ ସୁଶ୍ରୀ, ଆରେ ମୋ ପୁଅ କୁଆଡ଼େ ଗଲା? କୋଉଠି ଅଛି ସିଏ? ଆରେ କ'ଣ ତାର ହେଇଛି? ଡକ୍ଟର କିଛି କହିପାରୁନାହାନ୍ତି ଭାଉଜା, ସବୁ ସେଇ ଉପର ବାଲା ଭରସା, ସବୁ ସେଇ ଉପର ବାଲା। ଆରେ ଡାକ୍ତର କିଛି କହିପାରୁନାହାନ୍ତି? ଆରେ କ'ଣ ହେଇଛି ତାର? କଣ ଆଉ କହିବି ମଉସା, ଆକ୍ସିଡେଣ୍ଟ ଯୋଗୁ ଗୌର ମୁଣ୍ଡରେ ସିଭିୟର ଆଘାତ ଲାଗିଛି। ଆଉ ଡକ୍ଟର କହୁଛନ୍ତି 10 ଲକ୍ଷ ଟଙ୍କା ଦରକାର। ଏତେ ଟଙ୍କା ଆମେ କୋଉଠୁ ଆଣିବୁ? ମଉସା ଶୀଘ୍ର ଅପରେସନ ନହେଲେ ମୋ ସାଙ୍ଗଟା କୋମାକୁ ଚାଲିଯିବ। 10 ଲକ୍ଷ ଟଙ୍କା, ଆଉ ତା ନହେଲେ ବଞ୍ଚି ଥାଉ ଥାଉ ମରିଯିବ ମୋ ସାଙ୍ଗଟା। ଆରେ 10 ଲକ୍ଷ ଟଙ୍କା ଆମେ କୋଉଠୁ ଆଣିବୁ? କିଛି ହବନି ତାଙ୍କର, କିଛି ହବନି, କିଛି ହବନି। କିଏ ସେ ଆମକୁ ଏ ଅସମୟରେ ସାହାଯ୍ୟ କରିବ? 10 ଲକ୍ଷ ଟଙ୍କା ସାଙ୍ଗ, 10 ଲକ୍ଷ ଟଙ୍କା। ତୁ ହଁ ସାଙ୍ଗ, ଡକ୍ଟର କହୁଛନ୍ତି 10 ଲକ୍ଷ ଟଙ୍କା ନହେଲେ ତାଙ୍କର ଅପରେସନ ହେଇପାରିବନି। ତାଙ୍କର ଅପରେସନ ନହେଲେ ସେ କୋମାକୁ ଚାଲିଯିବେ। ନାଇଁ, ତାଙ୍କର କିଛି ହବନି, ତୁ ଜମା ବ୍ୟସ୍ତ ହନି। ଆଉ ମୋ ସ୍ୱାମୀ ମତେ ଏକଥା ବି କହିଛନ୍ତି, ତାରି ପିଠକୁ ସେତିକି ଜୋରେ ମାରନ୍ତି ଯେ ଯେତିକି ଜୋର ସହିପାରିବ। ମୁଁ କଣ ଜାଣିନି ମୋ ସ୍ୱାମୀ ଗୌର ଦାସର ପିଠିଟା କେତେ ଟାଣ। ଭାଉଜ ମୋ ସାଙ୍ଗ, ସବୁ ସେଇ ଉପର ବାଲା ଭରସା ଭାଉଜ। କିଛି ହବନି, ସବୁ ସେଇ କିଛି ହବନି ଉପର ତାଙ୍କର। ମୋ ସ୍ୱାମୀଙ୍କର କିଛି ହବନି, କିଛି ହବନି। ସେ ଉପର ବାଲା କାହିଁକି ମୋ ପୁଅ ଉପରେ ଏମିତି ଦାଉ ସାଧୁଛନ୍ତି? ଆରେ ସମସ୍ତଙ୍କ ଚଲା ବାଟରେ ପଥର ଛୁଟିଲା ବେଳେ ଭଗବାନ କାହିଁକି ମୋ ପୁଅ ବସଲା ବାଟରେ ଏମିତି ପାହାଡ଼ ଉପରେ ପାହାଡ଼ ଥୋଇ ଦଉଛନ୍ତି? ସେମିତି କହନି, ମୋ ସ୍ୱାମୀଙ୍କର କିଛି ହବନି, କିଛି ହବନି, ମୋ ସ୍ୱାମୀର କିଛି ହବନି। କେମିତି ହବନି? କାହିଁକି ଠାକୁର ଆମକୁ ଏମିତି ପରୀକ୍ଷା କରୁଛନ୍ତି? ତୁ ଜମା ବ୍ୟସ୍ତ ହନି ନମିତା, ତାଙ୍କର କିଛି ହବନି, କିଛି ହବନି ତାଙ୍କର। ଜାଣିଛୁ, ଆରେ ସିନା ଗୋଟେ ଜାମୁଡ଼ା ଖାଇଥିଲେ ସେ ଉଠେଇ ପଡ଼ିଥାନ୍ତେ, ହେଲେ ଭଗବାନ ତାଙ୍କୁ ଶକ୍ତ ଜାମୁଡ଼ା ଦେଇଛନ୍ତି। ସେମିତି କହନି, ସେଥିପାଇଁ ସେ ଉଠେଇ ପାରିବେ। ନାଇଁ ନାଇଁ, ତୁ ଜମା ବ୍ୟସ୍ତ ହନି, ତୁ ଜମା ବ୍ୟସ୍ତ ହନି ନମିତା, କିଛି ବି ହବନି ତାଙ୍କର, କିଛି ବି ହବନି। ଜେଲ ଯିବାଟା ସୁନିଶ୍ଚିତ। ଯଦି ମେଡିକାଲ ବେଡରେ ପଡ଼ି ପଡ଼ି ଗୌର ଦାସଟା ମରିଯାଏ ତ ଭଲ କଥା, ତା ନହେଲେ ମୁଁ ତାକୁ ଘୋଷାଡ଼ି ଘୋଷାଡ଼ି ଆଇନର କାଠଗଡ଼ାରେ ଛିଡ଼ା କରିବି। ଦରକାର ପଡ଼ିଲେ ମୁଁ ତାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବି। କାହିଁକି ବାବୁ, କ'ଣ କରିଛି ସିଏ? କାହିଁକି ତାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବେ? କାହିଁକି ତାକୁ ଜେଲକୁ ନେଇଯିବେ? କ'ଣ କରିଛି ସେ ଆପଣଙ୍କର? ମୋ ବଂଶ ବୁଡ଼ାଇ ଦେଇଛି ତମ ପୁଅ। ମୋର ଏକମାତ୍ର ପୁଅକୁ ବିନା ଦୋଷ ବିନା କାରଣରେ ମର୍ଡର କରିଛି ତମ ପୁଅ। ମୋ ତୃପ୍ତାତ୍ମାର ପରିତୃପ୍ତ ଯଜ୍ଞକୁ ନିଃଶେଷ କରିଦେଇଛି ତମରି ପୁଅ ଗୌର ଦାସ। ନା ଡାଡି, এটা মিছ কথা, মিছ কথা এটা। মিছ কথা? হ্যাঁ, এইটা মিছ কথা যে ମୋ ସ୍ୱାମୀ ମୋ ଭାଇକୁ ମର୍ଡର କରିନାହାନ୍ତି। କେତେ ବଡ଼ ବେଇମାନ ତୁ, କେତେ ବଡ଼ ବିଶ୍ୱାସଘାତକ ତୁ, କେତେ ବଡ଼ ସ୍ୱାର୍ଥପର ତୁ। ସୁବ୍ରତା ଆଉ ତୁ ପରା ଗୋଟିଏ ମା ପେଟରୁ ସୃଷ୍ଟି, ଗୋଟିଏ ମାର କ୍ଷୀର ପିଇ ତମେ ଦି ଜଣ ପରା ଏ ଦୁନିଆ ଦାଣ୍ଡରେ ପାଦ ଦେଇଛ। ଭାଇଟା ତୋର ନିଜର ହେଲାନି, ଗୋଟେ ଖୁନିଆ ସବି ତୋର ନିଜର ହେଇଗଲା। ବିଶ୍ୱାସ କରନ୍ତୁ, ତୁ ପରା କହୁଥିଲୁ ମୋ ପୁଅକୁ ତୋରି ସ୍ୱାମୀ ମର୍ଡର କରିଛି ବୋଲି। ସେତେବେଳେ ସେ ଜାଣିନଥିଲା ତ ସେଇଥିପାଇଁ କହିଦେଇଥିଲି। ତୁ ବି ବଦଳି ଗଲୁଣି।
ଆରେ ବଦଳିବନି କେମିତି? ପୁଅ ତ ତୋର ଯାଇନା, ପୁଅ ମରିଛି ମୋ। ଶୁଣ, ଯଦି ଗୌର ଦାସ ମରିଯାଏ ଭଲ କଥା, ଯଦି ବଞ୍ଚି ରହେ ତା ସହିତ ତମ ଦିଟାକୁ ମୁଁ ଘୋଷାଡ଼ି ନାଇଁ ଡାଡି, କେସ୍ ସତ କରିବେ କଥାଟା ତ? ହେଲା, ମୁଁ ମୋ ଭାଇକୁ ମାରି ଦେଇଛି। ହେଁ, ଆପଣଙ୍କର ସବୁ ସମ୍ପତ୍ତିର ମାଲିକାଣୀ ହେବା ପାଇଁ ଯେତେ ଶୀଘ୍ର ପାରୁଛନ୍ତି ମୋତେ ଆରେଷ୍ଟ କରି ନେଇଯାଆନ୍ତୁ, ନେଇଯାଆନ୍ତୁ ମୋତେ। କେସ୍ କରିବେ ତ? ଆରେଷ୍ଟ କରିବେ ତ? ତାହେଲେ ଆସନ୍ତୁ ପୋଲିସ ବାବୁ, ମତେ ଆରେଷ୍ଟ କରି ମୋତେ arrest ନେଇଯାଆନ୍ତୁ। କରନ୍ତୁ, ମୁଁ କରନ୍ତୁ ମୋତେ ଆପଣଙ୍କ arrest। ପୁଅକୁ ମାରି ଦେଇଛି। ନାଇଁ, ଏମାନେ ସମସ୍ତେ ମିଛ କହୁଛନ୍ତି। ମୋତେ ବିଶ୍ୱାସ କରନ୍ତୁ ସାର୍, ଆପଣଙ୍କ ପୁଅ ମରିନାହାନ୍ତି, ବଞ୍ଚିଛନ୍ତି। କ'ଣ କହିଲୁ? ହଁ, ସୁବ୍ରତ ମରିନାହାନ୍ତି, ବଞ୍ଚିଛନ୍ତି। ଓହୋ, ମରିନି। ଏ କଥା କାହିଁକି ଆପଣ ବିଶ୍ୱାସ କରୁନାହାନ୍ତି? କ'ଣ ଭାବିଛୁ? ମୋ ଛୋଟ ଛୁଆ, ମୋତେ ମିଛ କହି ଫଣ୍ଡାଇ ଦେବୁ? ଶୁଣ, ଗୌର ଦାସ ଯଦି ମରିଯାଏ ଭଲ କଥା, ତା ନହେଲେ ମୁଁ ତମକୁ ଘୋଷାଡ଼ି ଥାନା ହାଜର ଡକ୍ଟର, ଏଇ ନର୍ସ ଅଛି। ହଁ, ହଁ, ଡକ୍ଟର, କ'ଣ ହେଇଛି ତାଙ୍କର? କୁହନ୍ତୁ ଡକ୍ଟର, କହୁନାହାନ୍ତି କାହିଁକି? କ'ଣ ହେଇଛି ତାଙ୍କର? ଆପଣଙ୍କ ଭିତରୁ ଚୈତନ୍ୟ ଦାସ କିଏ? ମୁଁ ଆଜ୍ଞା ଚୈତନ୍ୟ ଦାସ, ମୁଁ ଗୌର ଦାସର ବାପା। କ'ଣ ହେଇଛି ଡକ୍ଟର? କୁହନ୍ତୁ ଡକ୍ଟର, କ'ଣ ହେଇଛି ତାଙ୍କର? କୁହନ୍ତୁ ଡକ୍ଟର, କୁହନ୍ତୁ ଡକ୍ଟର। ଆଇ ଆମ୍ ସରି, ସମସ୍ତ ଚେଷ୍ଟା କରିବେ ଆମେ ଗୌର ଦାସକୁ ବଞ୍ଚେଇ ପାରିବୁ। ହିମାଳୟ ପର୍ବତ ଠାରୁ ଆହୁରି ଓଜନିଆ, ବାପା ଛାତିର କୋହ ଆଗ୍ନେୟଗିରି ଠାରୁ ଆହୁରି ତତଲା। ସେଇଥିରୁ ଗୋଟାଏ ଟୋପା ତୋ ଉପରେ ପଡ଼ିଯାଇছিল ନମିତା। ଦେଖ ତୁ କେମିତି ପାତାଳକୁ ଚାଲିଗଲୁ। ଆହୁରି ଦେ, ସେଇ ନିଆଁରେ ଜଳି ପଡ଼ି ତୁ କେମିତି ପାଉଁଶ ହେଇଗଲୁ, ପାଉଁଶ। ଏ ପୋଲିସ ବାବୁ, ଆରେ ଆପଣ ମଣିଷ ନା ଗୋଟେ ପଥର? ଇତିହାସର ପୃଷ୍ଠା ଉତ୍ତରଦାୟୀ। ବିମ୍ବିସାରଙ୍କ ପ୍ରଚଣ୍ଡ ଅଭିଶାପରେ ଅଭିଶପ୍ତ ହୋଇଥିଲେ ପୁତ୍ର ଅଜାତ ଶତ୍ରୁ। ପୁରାଣର ପ୍ରତିବିମ୍ବରେ ପ୍ରତିବିମ୍ବିତ ଏହି କଥା ପ୍ରତିଧ୍ୱନି କରି କହେ, ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତି ସର୍ବଦେବତା। ସେଇ ଦେବତାମାନଙ୍କ ଅଭିତରିତ ରକ୍ତରୁ ଯେଉଁ ରକ୍ତ ନଦୀ ସୃଷ୍ଟି, ସେଇ ରକ୍ତ ନଦୀରେ ଏକା ମୋ ଝିଅ ନୁହେଁ, ଆପଣମାନେ ସମସ୍ତେ ପହରିବେ। ଆସିବ ଶବ, ଗୋଟାଏ ପରେ ଗୋଟାଏ ଲକ୍ଷ୍ମଣ କୁମାରଙ୍କ ଶବ। ୟେସ୍, ଆସିବ ଶବ। ମରିଗଲା ଯେ ଜୀବନ ସାରା ଦୁଃଖ ଯନ୍ତ୍ରଣାରେ ମରି ଯାଇଥିବା ମଣିଷଟା ଆଜି ମରିଗଲା। ମରିଗଲା ଯେ, ଆରେ ତମେ ଦି ଜଣ ତାକୁ ମରିଯିବାକୁ ବାଧ୍ୟ କରିଛ। ତମେ ଦି ଜଣ ମୋ ପୁଅ ଗୌରାକୁ ମାରି ଦେଇଛ। ବାପା, ଭାଇର କ'ଣ ହେଇଛି ବାପା? ମା, ମୋ ଭାଇର କ'ଣ ହେଇଛି? ଭାଉଜ, ଭାଉଜ, ମୋ ଭାଇର କ'ଣ ହେଇଛି? ଭାଉଜ, ମୋ ଭାଇର କ'ଣ ହେଇଛି? ଚୁପ୍, ଏକଦମ ଚୁପ୍। କାହିଁକି କାହିଁକି ସେ ଅସଭ୍ୟ କଥା ଗୁଡ଼ା କହୁଛନ୍ତି? କହୁଛନ୍ତି ମୋ ପୁଅ ମରିଯାଇଛି, ମୋ ପୁଅ ଉଠିବନି। କାହିଁକି ଉଠିବେନି? ସେ ନିଶ୍ଚୟ ଉଠିବେ। ମୁଁ ଡାକିବି, ଉଠିବେ, ସେ ନିଶ୍ଚୟ ଉଠିବେ। ନାଇଁରେ ମଉସା, ଉଠିବନି। ବଡ଼ କେକ୍ ଆସିବ। ଆରେ ଉଠ ରେ ଗୌର, ଉଠ, ଉଠ ଗୌର।
তুমি କହୁଥିଲ ନା ମୋର ରିପୋର୍ଟ ଆସିଥିଲା ମୋତେ ବ୍ଲଡ୍ କ୍ୟାନ୍ସର ହେଇନି ବୋଲି ତମ ସାଙ୍ଗ ଏ କଥା ଜାଣିଛନ୍ତି? ନା ଭାଉଜ ଡକ୍ଟର କହିଲେ ତମର କିଛି ହେଇନି ନମିତା ନାମ ଧରି 2 ଜଣଙ୍କ ମଧ୍ୟରୁ ଆର ଜଣଙ୍କୁ ବ୍ଲଡ୍ କ୍ୟାନ୍ସର ତମର କିଛି ହବନି ମୁଁ ବଞ୍ଚିବି ନା ତମେ ତମ ସାଙ୍ଗକୁ କୁହ ନା ଦେଖିବ ସେ ଉଠିବେ ଏ କଥା ଶୁଣିଲେ ସେ ନିଶ୍ଚୟ ଉଠିବେ। ହେ ଗୌର ଆରେ ନମିତା ଭାଉଜଙ୍କର କିଛି ହେଇନି ଆରେ ତାଙ୍କୁ ବ୍ଲଡ୍ କ୍ୟାନ୍ସର ହେଇନି ତାଙ୍କର କିଛି ହବନି ଉଠ ରେ ଗୌର ଉଠ ଗୌର ହାତ ହଲଉଛି ଗୌର ହାତ ହଲଉଛି ଡକ୍ଟର ମୋ ସାଙ୍ଗରେ କିଛି ହେଇନି ମୋ ସାଙ୍ଗ ବଞ୍ଚିଛି ଆପଣ ଦେଖନ୍ତୁ ଡକ୍ଟର। Oh my God! How strange! ଚାଲିଛି କିନ୍ତୁ ପୁଣି କ'ଣ ଡକ୍ଟର କିନ୍ତୁ ପୁଣି କ'ଣ ଡକ୍ଟର କରୁଛି ଯେତେ ଟଙ୍କା ଦରକାର ହବ ଆମେ ଦେବୁ ଆପଣ ଶୀଘ୍ର ଟ୍ରିଟମେଣ୍ଟ ଆରମ୍ଭ କରନ୍ତୁ ଡକ୍ଟର ଶୀଘ୍ର। ଓକେ ଓକେ ୱାର୍ଡେନ୍ ପେସେଣ୍ଟ ସିରିୟସ୍ ତାକୁ ଟିକେ ନେବାର ବ୍ୟବସ୍ଥା କର କ୍ୱିକ୍ ହେଲେ ସାଙ୍ଗ 10 ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ ଆମ ପାଖରେ କଷ୍ଟ ହୋଇ ପଡୁଥିଲା ଏବେ ଡକ୍ଟରକୁ କହିଲୁ ଯେତେ ଟଙ୍କା ଦରକାର ତୁ ଦବୁ ଏତେ ଗୁଡିଏ ଟଙ୍କା କୋଉଠୁ ଆଣିବୁ ଲୋ ସାଙ୍ଗଲୋ ଏ ନମିତାକୁ ଟଙ୍କା ଦେଲା ଭଳି ଲୋକ ଏ ଦୁନିଆରେ କେହି ନାହାନ୍ତି ମୁଁ ଜଣେ ଲୋକ ପାଖକୁ ଯିବି ସିଏ ମତେ ଟଙ୍କା ଦବ ହଁ ସିଏ ମତେ ଟଙ୍କା ଦବ ଯିଏ ଜୀବନ ବଦଳରେ ବିନା ଟଙ୍କାରେ ଜୀବନ ବଦଳରେ ଜୀବନ ଫେରେଇ ଦିଏ ମୁଁ ତାରି ପାଖକୁ ଯିବି ଯେ ବିନା ଟଙ୍କାରେ ଗଜରାଜକୁ କୁମ୍ଭୀର ପାଟିରୁ ଉଦ୍ଧାର କରିଥିଲେ ମୁଁ ତାରି ପାଖକୁ ଯିବି ଯେ ବିନା ଟଙ୍କାରେ ଦ୍ରୌପଦୀକୁ କୋଟି ବସ୍ତ୍ର ଦାନ କରିଥିଲେ ମୁଁ ତାରି ପାଖକୁ ଯିବି ଯେ ବିନା ଟଙ୍କାରେ କଷାଇରୁ ଅହଲ୍ୟାକୁ ମୁକ୍ତ କରିଥିଲେ ମୁଁ ତାରି ପାଖକୁ ଯିବି ଆଉ ଯଦି ସେ ନବଦବାକୁ ମନା କରିଦିଏ ତାହେଲେ ମୁଁ ନିଜକୁ ଅଜୟ ଦ୍ରୌପଦୀ ପରି ତାଙ୍କ ପାଦ ତଳେ ସମର୍ପଣ କରିଦେବି। ମୁକୁଳା କରିଦେବି ଗାଁ ଗାଁ ବୋଲି ଦ୍ୱାର ଦ୍ୱାର ବୋଲି ସହର ସହର ବୋଲି ମୁଁ ଭିକ ମାଗିବି। ବାବୁ ମାନେ ମୋ ଡାକ ଟିକେ ଶୁଣ ମୋ ସ୍ୱାମୀଙ୍କ ରାତ୍ରରେ ନେଇଯାଇଛି ମୋର ତୁଝେ ଲଢ଼େଇ କରୁଛନ୍ତି ମତେ କିଛି ଭିକ ଦିଅ ମା ମାନେ ଏ ଭାଇ ମାନେ ମୋ ଡାକ ଶୁଣ ମୋ ସ୍ୱାମୀ ରାତ୍ରରେ ନେଇଯାଇଛି ମତେ ଦୟା କରି ହାତ ଭାଗିନୀକୁ ଭିକ ଦିଅ ମତେ। ନମିତା ଜାଣିଛୁ ନା ଅରୁର ଦେହ ଖରାପ କଥା ଶୁଣି ମୁଁ ମେଡିକାଲକୁ ଧରିକି ଚାଲି ଆସିଲି ଆସିଲା ବେଳେ ମୋ ସ୍ୱାମୀ ମତେ ମନା କରୁଥିଲେ ମେଡିକାଲ